ସାମ ସଙ୍ଗୀତ ଅଧ୍ୟାୟ 18। ପ୍ରଭୁ ହେ ମୋର ଶକ୍ତ, କରେ ମୁଁ ତୁମକୁ ସ୍ନେହ। ଅଟନ୍ତି ପ୍ରଭୁ ମୋର ଶୈଳ, ଦୁର୍ଗ ତଥା ପରିତ୍ରାତା। ମୋର ଈଶ୍ୱର ଶୈଳ ତଥା ଆଶ୍ରୟ, ମୋର ଢାଲ, ରକ୍ଷା ସିଂହ ତଥା ସୁଦୃଢ଼ ଦୁର୍ଗ। ପ୍ରଶଂସା ଯୋଗ୍ୟ ପ୍ରଭୁଙ୍କୁ ଡାକି କରେ ମୁଁ ପ୍ରାର୍ଥନା। ଶତ୍ରୁମାନଙ୍କ କବଳରୁ ହୁଏ ମୁଁ ପ୍ରାପ୍ତ ସୁରକ୍ଷା। କରିଅଛି ମୃତ୍ୟୁର ରଜ୍ଜୁ ମୋତେ ବେଷ୍ଟନ, କରିଅଛି ମୋତେ ବିନାଶ ପ୍ରଳୟ ଆକ୍ରମଣ। ପାତାଳର ରଜ୍ଜୁ କଲା ମୋତେ ଜଡ଼ିତ, କଲା ମୃତ୍ୟୁର ଫାନ୍ଦ ମୋର ପ୍ରତିରୋଧ। ବ୍ୟଥା ମଧ୍ୟରେ ଡାକି କଲି ମୁଁ ପ୍ରଭୁଙ୍କୁ ପ୍ରାର୍ଥନା। ସାହାଯ୍ୟ ପାଇଁ କଲି ମୁଁ ମୋ ଈଶ୍ୱରଙ୍କ ସନ୍ନିଧାନେ କ୍ରନ୍ଦନ। ତାହାଙ୍କ ଦେବାଳୟରୁ ମୋ ମନ ବେଦନା ପ୍ରତି କଲେ ସେ କର୍ଣ୍ଣପାତ। ହେଲା ତାହାଙ୍କ କର୍ଣ୍ଣଗୋଚର ମୋର ଆର୍ତ୍ତନାଦ। ତାହାଙ୍କ କ୍ରୋଧରେ ହେଲା ପୃଥିବୀ ଟଳମଳ ତଥା ପ୍ରକମ୍ପିତ। ହେଲା ପର୍ବତ ସମୂହର ଭିତ୍ତିମୂଳ ମଧ୍ୟ ପ୍ରକମ୍ପିତ ତଥା ଆନ୍ଦୋଳିତ। ତାହାଙ୍କ ନାସିକାରନ୍ଧ୍ରରୁ ହେଲା ଧୂମ ଉତ୍ଥିତ। ହେଲା ତାହାଙ୍କ ମୁଖରୁ ଦହନକାରୀ ଅଗ୍ନି ନିର୍ଗତ। ତାହାଙ୍କ ଠାରୁ ହେଲା ଜ୍ୱଳନ୍ତ ଅଙ୍ଗାର ପ୍ରଜ୍ୱଳିତ। ଆସିଲେ ସେ ଅବତରି ଆକାଶ ମଣ୍ଡଳ କରି ଅବନମିତ। ଥିଲା ଅବସ୍ଥିତ ତାହାଙ୍କ ପାଦ ତଳେ ତିମିର ଗଭୀର। ଆରୋହଣ କରି କେରୁବ ଉପରେ କଲେ ସେ ଉଡ୍ଡୟନ। ବାୟୁ ପ୍ରବାହ ଉପରେ କଲେ ସେ ସହସା ଆଗମନ। କଲେ ସେ ଅନ୍ଧାରକୁ ତାହାଙ୍କ ଚତୁଃପାର୍ଶ୍ୱସ୍ଥ ଆବରଣ। ଜଳକଣିକା ପୂର୍ଣ୍ଣ ଘନ ମେଘମାଳାକୁ ତାହାଙ୍କର ବିତାନ। ଯେଉଁ ପ୍ରଭା ତାହାଙ୍କ ସମ୍ମୁଖରେ ପ୍ରଜ୍ୱଳିତ, ତନ୍ମଧ୍ୟରୁ ମେଘମାଳାକୁ କରି ଭେଦ। ହେଲା କରକାତା ତଥା ଅଗ୍ନିମୟ ଅଙ୍ଗାର ପତିତ। କଲେ ପ୍ରଭୁ ନଭମଣ୍ଡଳରେ ଗର୍ଜନ। ଶୁଣାଗଲା ପରାତ୍ପରଙ୍କର ସ୍ୱରଧ୍ୱନି। ହେଲା ସଂଘଟିତ କରକା ତଥା ଅଗ୍ନିମୟ ଅଙ୍ଗାର ପତନ। କରି ସରକ୍ଷେପ କଲେ ସେ ସେମାନଙ୍କୁ ବିକ୍ଷିପ୍ତ। ବିଦ୍ୟୁତ ପ୍ରବାହ ଦ୍ୱାରା କଲେ ସେ ସେମାନଙ୍କୁ ପରାସ୍ତ। ହେ ପ୍ରଭୁ, ତୁମ ତିରସ୍କାର ତଥା ତବ ନାସିକା କ୍ରନ୍ଦନାସ୍ଥ ଯୋଗୁଁ ହେଲା ସମୁଦ୍ର ଜଳସ୍ରୋତ ସବୁ ଦୃଷ୍ଟ। ହେଲା ସଂସାର ଭିତ୍ତିମୂଳ ଅନାବୃତ। ଊର୍ଦ୍ଧ୍ୱରୁ ହସ୍ତ ପ୍ରସାରି ନେଲେ ସେ ମୋତେ ଧରି। ମହାଜଳରାଶି ମଧ୍ୟରୁ ନେଲେ ସେ ମୋତେ ଅଟାରି। କଲେ ସେ ମୋତେ ଶକ୍ତିଶାଳୀ ଶତ୍ରୁ ତଥା ମୋ ବିଦେଶକାରୀଙ୍କ ଠାରୁ ଉଦ୍ଧାର। କାରଣ ଥିଲେ ସେମାନେ କ୍ଷମତାତୀତ ମୋର। ମୋର ଦୁର୍ଗତି ଦିନେ କଲେ ସେମାନେ ମୋତେ ଆକ୍ରମଣ। କିନ୍ତୁ ପ୍ରଭୁ ହେଲେ ମୋର ଅବଲମ୍ବନ। କଲେ ସେ ମୋତେ ବିଶାଳ ସ୍ଥାନକୁ ଆନୟନ। ପ୍ରଦାନ କଲେ ସେ ମୋତେ ମୋଚନ। କାରଣ ଥିଲେ ସେ ମୋ ପ୍ରତି ସୁପ୍ରସନ୍ନ। ମୋର ନ୍ୟାୟପରାୟଣତା ଅନୁରୂପେ ହେଲି ମୁଁ ପ୍ରଭୁଙ୍କ ଦ୍ୱାରା ପୁରସ୍କୃତ। ମୋ ହସ୍ତର ନିର୍ମଳତାନୁସାରେ ହେଲି ମୁଁ ତାହାଙ୍କ ଦ୍ୱାରା ପୁରସ୍କୃତ। କାରଣ କଲି ମୁଁ ପ୍ରଭୁଙ୍କ ମାର୍ଗାବଳୀ ପାଳନ। କରି ଦୁଷ୍କର୍ମ ସାଧନ କଲି ନାହିଁ ମୁଁ ମୋ ଈଶ୍ୱରଙ୍କ ସମୀପରୁ ସୁଦୂର ଗମନ। ଅଧ୍ୟାଦେଶ ସବୁ ତାହାଙ୍କର ମୋ ସମ୍ମୁଖେ ବିଦ୍ୟମାନ। ନିୟମାବଳୀ ତାହାଙ୍କର କଲି ନାହିଁ ମୁଁ ଲଙ୍ଘନ। ଥିଲି ମୁଁ ତାହାଙ୍କ ସାନ୍ନିଧ୍ୟେ ନିଷ୍କଳଙ୍କ। କଲି ମୁଁ ନିଜକୁ ଦୋଷରୁ ପୃଥକ। ଦେଲେ ପ୍ରଭୁ ମୋତେ ପ୍ରତିଫଳ। ନ୍ୟାୟପରାୟଣତା ମୋର ଅନୁଯାୟୀ କଲେ ସେ ମୋତେ ପ୍ରତିଦାନ। ତାହାଙ୍କ ଦୃଷ୍ଟିରେ ମୋ ହସ୍ତର ନିର୍ମଳତା ଅନୁଯାୟୀ। ବିଶ୍ୱସ୍ତ ପ୍ରତି କରୁଅଛ ତୁମେ ନିଜକୁ ବିଶ୍ୱସ୍ତ ପ୍ରଦର୍ଶନ। ନିଷ୍କଳଙ୍କ ସହ କରୁଅଛ ତୁମେ ନିଷ୍କଳଙ୍କ ଆଚରଣ।
କରୁଅଛ ତୁମେ ନିର୍ମଳ ସହିତ ନିର୍ମଳ ଆଚରଣ ଓ ଦୁଷ୍ଟ ସହ କରୁଅଛ ତୁମେ ନିଷ୍ଠୁରାଚରଣ। କରୁଅଛ ତୁମେ ନମ୍ର ଲୋକଙ୍କୁ ମୁକ୍ତ, କିନ୍ତୁ କରୁଅଛ ତୁମେ ଅହଙ୍କାର ପୂର୍ଣ୍ଣ ଆନୟନକୁ ଅବନମିତ। କରୁଅଛ ତୁମେ ମୋର ପ୍ରଦୀପ ପ୍ରଜ୍ୱଳିତ, କରିଅଛନ୍ତି ପ୍ରଭୁ ମୋର ଈଶ୍ୱର ମୋର ଅନ୍ଧାର ପ୍ରଜ୍ୱଳିତ। ତୁମ ସାହାଯ୍ୟରେ କରିପାରିବି ମୁଁ ସୈନ୍ୟବାହିନୀକୁ ପଦଦଳିତ। ମୋ ଈଶ୍ୱରଙ୍କ ସାହାଯ୍ୟରେ ଦେଇପାରିବି ମୁଁ ପ୍ରାଚୀର ଉପରେ ଲମ୍ଫ। ଅଟେ ଏହି ଈଶ୍ୱରଙ୍କ ମାର୍ଗ ସିଦ୍ଧ, କରାହେବ ପ୍ରଭୁଙ୍କ ପ୍ରତିଶ୍ରୁତି ପରିପୂରିତ। ତାହାଙ୍କଠାରେ ଯେଉଁମାନେ ଶରଣାଗତ ହେବେ ସେ ସେମାନଙ୍କ ପ୍ରତି ଏକ ଢାଲ। ଅନ୍ୟ କିଏ ବା ଈଶ୍ୱରଙ୍କ ପ୍ରଭୁଙ୍କ ବ୍ୟତୀତ? ଅନ୍ୟ କିଏ ବା ପ୍ରସ୍ତର ଆମ ଈଶ୍ୱରଙ୍କ ବ୍ୟତୀତ? କଲେ ଈଶ୍ୱର ମୋତେ ଶକ୍ତି ପରିହିତ, କଲେ ସେ ମୋର ପଥ ସୁରକ୍ଷିତ। କଲେ ପ୍ରଭୁ ପ୍ରଦାନ ମୋର ପାଦଦ୍ୱୟକୁ ହରିଣୀ ପାଦର ବେଗ, କଲେ ସେ ମୋତେ ଦଣ୍ଡାୟମାନ ଉନ୍ନତ ସ୍ଥାନେ କରି ସୁରକ୍ଷିତ। ମୋ ହସ୍ତକୁ କରନ୍ତି ସେ ଯୁଦ୍ଧ ବିଦ୍ୟାରେ ଅଭ୍ୟସ୍ତ, ସୁତରାଂ ପିତ୍ତଳ ଧନୁ ବକ୍ର କରିବା ପାଇଁ ବାହୁ ମୋର ସମର୍ଥ। କଲ ତୁମେ ମୋତେ ପରିତ୍ରାଣର ଢାଲ ପ୍ରଦାନ, ତୁମ ଦକ୍ଷିଣ ହସ୍ତ କଲା ମୋତେ ସମର୍ଥନ, ତୁମର ସାହାଯ୍ୟ କଲା ମୋତେ ମହାନ। କଲ ତୁମେ ମୋର ପଥ ପ୍ରଶସ୍ତ, ହେଲା ନାହିଁ ପଦକ୍ଷେପ ମୋର ସ୍ଖଳିତ। ଶତ୍ରୁମାନଙ୍କର ପଶ୍ଚାତଧାବନ ପୂର୍ବକ କଲି ମୁଁ ସେମାନଙ୍କୁ ଅଧିକାର, ସେ ପର୍ଯ୍ୟନ୍ତ କଲି ନାହିଁ ମୁଁ ପ୍ରତ୍ୟାବର୍ତ୍ତନ, ଯେ ପର୍ଯ୍ୟନ୍ତ ହେଲା ନାହିଁ ସମାପ୍ତ ସେମାନଙ୍କର ସଂହାର। ହୁଅନ୍ତି ନାହିଁ ସେମାନେ ଯେପରି ଦଣ୍ଡାୟମାନ, ସେଥି ସକାଶେ କଲି ମୁଁ ସେମାନଙ୍କୁ ବିଦ୍ଧ, ହେଲେ ସେମାନେ ମୋର ପାଦ ତଳେ ନିପତିତ। ଯୁଦ୍ଧ ସକାଶେ କଲ ତୁମେ ମୋତେ ଶକ୍ତି ପରିହିତ, ମୋର ଆକ୍ରମଣକାରୀମାନଙ୍କୁ କଲ ତୁମେ ମୋ ପାଦ ତଳେ ନମିତ। କରାଇଲ ତୁମେ ମୋ ଶତ୍ରୁମାନଙ୍କୁ ମୋ ସମ୍ମୁଖରୁ ପଳାୟନ, ମୋର ବିଦେଶମାନଙ୍କୁ କଲି ମୁଁ ଧ୍ୱଂସ। କଲେ ସେମାନେ ସାହାଯ୍ୟ ପାଇଁ କ୍ରନ୍ଦନ, କିନ୍ତୁ ରକ୍ଷା କରିବା ସକାଶେ କେହି ନଥିଲେ, କଲେ ସେମାନେ ପ୍ରଭୁଙ୍କ ନିକଟରେ କ୍ରନ୍ଦନ, କିନ୍ତୁ କଲେ ନାହିଁ ସେ ସେମାନଙ୍କ ପ୍ରାର୍ଥନା ଶ୍ରବଣ। ବାୟୁ ପ୍ରବାହିତ ଧୂଳି ସଦୃଶ କଲି ମୁଁ ସେମାନଙ୍କୁ ଚୂର୍ଣ୍ଣ, ପଥର ମୃତ୍ତିକା ତୁଲ୍ୟ କଲି ମୁଁ ସେମାନଙ୍କୁ ନିକ୍ଷେପ। ଜାତି ସମୂହର କଳହରୁ କଲ ତୁମେ ମୋତେ ଉଦ୍ଧାର, ନେତା ରୂପେ କଲ ତୁମେ ମୋତେ ନିଯୁକ୍ତି ପ୍ରଦାନ। ଥିଲେ ଯେଉଁ ଜନତା ମୋର ଅପରିଚିତ, କଲେ ସେମାନେ ମୋର ସେବା କାର୍ଯ୍ୟ। ମୋ ସମ୍ବନ୍ଧେ ଶୁଣିବା କ୍ଷଣି ହେଲେ ସେମାନେ ମୋର ଅନୁଗତ, ଆସିଲେ ବିଦେଶୀମାନେ ମୋ ନିକଟକୁ ହୋଇ ସଂକୁଚିତ। ହେଲେ ବିଦେଶୀମାନେ ନିରୁତ୍ସାହିତ, ପ୍ରକମ୍ପିତ ହୋଇ ହେଲେ ସେମାନେ ଦୁର୍ଗତିରୁ ବହିର୍ଗତ। ଅଟନ୍ତି ପ୍ରଭୁ ଜୀବିତ, ହେଉ ମୋର ରକ୍ଷାଶୈଳ ପ୍ରଶଂସିତ, ହୁଅନ୍ତୁ ମୋର ପରିତ୍ରାଣର ଈଶ୍ୱର ଉନ୍ନୀତ। ନେଲେ ପ୍ରଭୁ ମୋ ସପକ୍ଷରେ ପ୍ରତିଶୋଧ, କରାଇଲେ ଜନସମାରୋହକୁ ମୋର ବଶୀଭୂତ। କଲେ ସେ ମୋତେ ଶତ୍ରୁମାନଙ୍କ ହସ୍ତରୁ ଉଦ୍ଧାର, ମୋ ବିରୋଧୀମାନଙ୍କ ଉପରେ କଲେ ସେ ମୋତେ ଉନ୍ନୟନ। କଲେ ସେ ମୋତେ ହିଂସାତ୍ମକ ବ୍ୟକ୍ତିମାନଙ୍କ ହସ୍ତରୁ ମୋଚନ। ଏଥି ନିମନ୍ତେ ହେ ପ୍ରଭୁ କରିବି ମୁଁ ତୁମକୁ ଜନସମାରୋହ ମଧ୍ୟରେ ଗୌରବାନ୍ୱିତ, କରିବି ମୁଁ ତୁମ ନାମ ଉଦ୍ଦେଶ୍ୟରେ ସ୍ତୋତ୍ର ଗାନ। କରନ୍ତି ସେ ସ୍ୱଜନମାନଙ୍କୁ ମହାଜୟ ପ୍ରଦାନ, ଦାବୀଦ ଓ ତାଙ୍କ ବଂଶଧରମାନଙ୍କ ପ୍ରତି ନିରନ୍ତର ସ୍ନେହ ପ୍ରଦର୍ଶନ। ଅଧ୍ୟାୟ 19 ପ୍ରଶଂସା ସ୍ତୋତ୍ର। ଈଶ୍ୱରଙ୍କ ମହିମା ଘୋଷଣା କରେ ଆକାଶମଣ୍ଡଳ, କରେ ଅନ୍ତରୀକ୍ଷ ତାହାଙ୍କ ହସ୍ତକୃତ
କର୍ମ ବିଜ୍ଞାପନ। ଦିବସ କରେ ଦିବସ ପ୍ରତି କଥନ, କରେ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରଖ୍ୟାପନ। ହୁଏ ନାହିଁ କୌଣସି ଭାଷଣ କି ବାକ୍ୟ କଥିତ, ହୁଏ ନାହିଁ ଶବ୍ଦ ସେମାନଙ୍କ ଶ୍ରବିତ। ହୁଏ ତଥାପି ସେମାନଙ୍କ ସ୍ୱର ପୃଥିବୀ ତମାମ ବ୍ୟାପ୍ତ, ହୁଏ ସଂସାରର ସୀମା ସରହଦ ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବିସ୍ମୃତ। କରିଅଛନ୍ତି ସେ ସେମାନଙ୍କ ମଧ୍ୟରେ ସୂର୍ଯ୍ୟ ଉଦ୍ଦେଶ୍ୟ ଏକ ଶିବିର ସ୍ଥାପିତ। ହୁଏ ଯେପରି ବର ବିବାହ ପ୍ରକୋଷ୍ଠରୁ ବହିର୍ଭୂତ, କରେ ଯେପରି ସୂର୍ଯ୍ୟ ସେଥିରୁ ବହିର୍ଗମନ। ଜଣେ ବୀର ତୁଲ୍ୟ କରେ ଆରମ୍ଭ ସାନନ୍ଦେ ଧାବନ। ନଭମଣ୍ଡଳର ଏକ ପ୍ରାନ୍ତରରେ ତାହାର ଉଦୟ, ତାହାର ଅପର ପ୍ରାନ୍ତ ପର୍ଯ୍ୟନ୍ତ ତାହାର ପରିଭ୍ରମଣ। ତାହାର ଉତ୍ତାପରୁ ରହେ ନାହିଁ କିଛି ଲୁକ୍କାୟିତ। ଅଟେ ପ୍ରଭୁଙ୍କର ବିଧିବିଧାନ ସିଦ୍ଧ, କରେ ତାହା ଆତ୍ମାକୁ ସଞ୍ଜୀବିତ। ଅଟେ ପ୍ରଭୁଙ୍କର ସାକ୍ଷ୍ୟ ବିଶ୍ୱସନୀୟ, କରେ ତାହା ବିନୀତଙ୍କୁ ବିଜ୍ଞ। ଅଟେ ପ୍ରଭୁଙ୍କର ଆଦେଶ ନ୍ୟାୟସଙ୍ଗତ, ଦିଏ ତାହା ହୃଦୟକୁ ଆନନ୍ଦ। ଅଟେ ପ୍ରଭୁଙ୍କର ଆଜ୍ଞା ବିଶୁଦ୍ଧ, କରେ ତାହା ଚକ୍ଷୁଦ୍ୱୟ ଉଦ୍ଦୀପିତ। ଅଟେ ନିର୍ମଳ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ, ତାହା ସର୍ବଦା ଅକ୍ଷୁର୍ଣ୍ଣ। ଅଟେ ସତ୍ୟ ପ୍ରଭୁଙ୍କର ଅଧ୍ୟାଦେଶ ସମସ୍ତ, ତାହା ସମ୍ପୂର୍ଣ୍ଣ ଭାବେ ନ୍ୟାୟସଙ୍ଗତ। ସ୍ୱର୍ଣ୍ଣ ତଥା ଅତ୍ୟଧିକ ସ୍ୱଚ୍ଛ ସ୍ୱର୍ଣ୍ଣ ଅପେକ୍ଷା ତାହା ଅଧିକ ଅଭିକାମ୍ୟ। ମଧୁ ତଥା ମଧୁଚକ୍ରର ବିନ୍ଦୁ ପତନ ଅପେକ୍ଷା ତାହା ସୁସ୍ୱାଦୁ ଅଧିକ। ହୁଏ ତଦ୍ୱାରା ପ୍ରାପ୍ତ ଦାସ ତୁମର ଏହି ଶିକ୍ଷା ଉପଦେଶ, ତାର ଅନୁଗାମୀମାନଙ୍କ ପାଇଁ ଅଟେ ପ୍ରସ୍ତୁତ ମହାପୁରସ୍କାର। କିନ୍ତୁ କରିପାରିବ କିଏ ନିଜ ଭୁଲ ସମ୍ବନ୍ଧେ ବିବେଚନ? ଅଜ୍ଞାତସାରରେ ସମ୍ପାଦିତ ଦୋଷରୁ କର ମତେ ଶୁଦ୍ଧପୂତ। ରଖ ତୁମ ଦାସକୁ ଜ୍ଞାତସାରରେ, ସାଧିତ ପାପ ସବୁରୁ ମଧ୍ୟ କରି ନିବୃତ୍ତ। ନ କରୁ ବିସ୍ତାର ମୋ ଉପରେ ସେ ସମସ୍ତର କର୍ତ୍ତୃତ୍ୱ। ତାହେଲେ ହେବି ମୁଁ ପବିତ୍ର ଓ ହେବି ମହା ଅପରାଧରୁ ମୁକ୍ତ। ମୋର ଶୈଳ ତଥା ମୋର ପରିତ୍ରାତା ହେ ପ୍ରଭୁ, ଯେଉଁ ବାକ୍ୟ ସବୁ ମୋ ମୁଖ ନିଃସୃତ ଓ ଯେଉଁ ଚିନ୍ତାଧାରା ମୋ ହୃଦୟର ହେଉ ତୁମ ଦୃଷ୍ଟିରେ ଗ୍ରହଣୀୟ ସେ ସମସ୍ତ। ଅଧ୍ୟାୟ 20। ମେସିହା ସାମ। କରନ୍ତୁ ପ୍ରଭୁ ଦୁଃଖ କ୍ଲେଶ ସମୟେ ତୁମର ପ୍ରାର୍ଥନା ଶ୍ରବଣ, କରୁ ଯାକବଙ୍କ ଈଶ୍ୱରଙ୍କ ନାମ ତୁମକୁ ସଂରକ୍ଷଣ। କରନ୍ତୁ ସେ ସାହାଯ୍ୟ ତାହାଙ୍କ ପବିତ୍ର ଆଳୟରୁ ପ୍ରେରଣ, କରନ୍ତୁ ସେ ସିୟନରୁ ତୁମକୁ ସମର୍ଥନ। ତୁମ ନୈବେଦ୍ୟ ସମୂହର ହୁଅନ୍ତୁ ସେ ଅନୁସ୍ମୃତ, ତୁମ ହୋମ ବଳି ପ୍ରତି ହୁଅନ୍ତୁ ସେ ପ୍ରୀତ। କରନ୍ତୁ ସେ ତୁମ ହୃଦୟ ଅଭିଳାଷ ପରିପୂର୍ଣ୍ଣ, ତୁମ ସମସ୍ତ ଯୋଜନାକୁ କରନ୍ତୁ ସେ ନିର୍ବାହ। କରିବୁ ଆମେ ତୁମ ବିଜୟରେ ଆନନ୍ଦ ପ୍ରକାଶ, ଆମ ଈଶ୍ୱରଙ୍କ ନାମେ କରିବୁ ଆମେ ପତାକା ସମୂହ ଉତ୍ତୋଳନ। ତୁମର ସମସ୍ତ ନିବେଦନ କରନ୍ତୁ ସେ ପୂର୍ଣ୍ଣ। ବର୍ତ୍ତମାନ ମୁଁ ଜାଣେ ଯେ ହେବେ ପ୍ରଭୁ ତାହାଙ୍କ ଅଭିଷିକ୍ତଙ୍କର ସାହାଯ୍ୟ, ତାହାଙ୍କ ପବିତ୍ର ସ୍ୱର୍ଗରୁ ଦେବେ ସେ ତାଙ୍କୁ ଉତ୍ତର, କରିବେ ପ୍ରଦାନ ତାହାଙ୍କ ଦକ୍ଷିଣ ହସ୍ତେ ତାଙ୍କୁ ମହାବିଜୟ। କେହି କେହି ରଥ ସମୂହରେ ଓ ଅନ୍ୟ କେହି କେହି ଘଟକରେ କରେ ଗାରିମାବଦ୍ଧ, କିନ୍ତୁ କରିବୁ ଆମେ ପ୍ରଭୁ ଆମ ଈଶ୍ୱରଙ୍କ ନାମେ ଅଭିମାନବୋଧ। ଅବସନ୍ନ ହୋଇ ହେବେ ପତିତ ସେମାନେ, କିନ୍ତୁ ଉତ୍ଥିତ ହୋଇ ହେବୁ ଆମେ ଦଣ୍ଡାୟମାନ ସିଧାସଳଖେ। କର ହେ ପ୍ରଭୁ ପ୍ରଦାନ ରାଜାଙ୍କୁ ବିଜୟ, ନିବେଦନ କରିବା ସମୟରେ ଦିଅ ଆମକୁ ଉତ୍ତର। ଅଧ୍ୟାୟ 21। ମେସିହା ସାମ। ହେ ପ୍ରଭୁ
କରନ୍ତି ରାଜା ତୁମ ଶକ୍ତିରେ ସନ୍ତୋଷ ପ୍ରକାଶ, ତୁମ ସାହାଯ୍ୟରେ ହୁଅନ୍ତି ସେ କେତେ ଅଧିକ ଆହ୍ଲାଦିତ। କରିଅଛ ତୁମେ ତାଙ୍କ ମନୋବାଞ୍ଛା ପରିପୂର୍ତ୍ତି, କଲ ନାହିଁ ତୁମେ ତାଙ୍କ ଅଧର ନିର୍ଗତ। ପ୍ରାର୍ଥନାକୁ ନିଷେଧ କରିଅଛ ତୁମେ ଶୁଭାଶିଷ ସହ ତାଙ୍କୁ ସନ୍ଦର୍ଶନ, ସ୍ୱଚ୍ଛ ସ୍ୱର୍ଣ୍ଣ ନିର୍ମିତ ମୁକୁଟରେ କରିଅଛ ତାଙ୍କ ମସ୍ତକ ବିଭୂଷଣ। କଲେ ସେ ପ୍ରାର୍ଥନା ତୁମଠାରୁ ଜୀବନ, କଲ ତୁମେ ତାହା ତାଙ୍କୁ ପ୍ରଦାନ। ଦେଲ ତୁମେ ତାଙ୍କୁ ସୁଦୀର୍ଘ ତଥା ଅନନ୍ତ ଜୀବନ। ତୁମ ସାହାଯ୍ୟ ବଳେ ହେଲା ମହତ ତାଙ୍କ ପରିବର୍ତ୍ତିତ, କଲ ତୁମେ ପ୍ରଭା ତଥା ପ୍ରତାପ ତାଙ୍କୁ ପ୍ରଦାନ। କରିଅଛ ତୁମେ ତାଙ୍କୁ ଚିରକାଳ ବ୍ୟାପୀ ଅନୁଗୃହୀତ, ତୁମ ସାନ୍ନିଧ୍ୟରେ ଆନନ୍ଦ କରିଅଛି ତାଙ୍କୁ ଆହ୍ଲାଦିତ। କରିଛନ୍ତି ରାଜା ପ୍ରଭୁଙ୍କ ଠାରେ ଆସ୍ଥା ସ୍ଥାପନ, ପରାତ୍ପରଙ୍କ ନିରନ୍ତର ସ୍ନେହ ଜରିଆରେ ହେବେ ନାହିଁ ସେ କମ୍ପମାନ। ହସ୍ତ ତୁମର ପାଇବ ସମସ୍ତ ଶତ୍ରୁଙ୍କ ସନ୍ଧାନ, କରିବ ତୁମ ଦକ୍ଷିଣ ହସ୍ତ ତବ ବିଦେଶୀମାନଙ୍କ ଅନୁସନ୍ଧାନ। ତୁମ ଆବିର୍ଭାବ ଦିନେ କରିବ ତୁମେ ସେମାନଙ୍କୁ ଜ୍ୱଳନ୍ତ ଚୁଲିରେ ଦହନ, କରିବେ ପ୍ରଭୁ ତାହାଙ୍କ କ୍ରୋଧାଗ୍ନିରେ ସେମାନଙ୍କୁ ଗ୍ରାସ। କରିବ ଅଗ୍ନି ସେମାନଙ୍କୁ ଦହନ, କରିବ ତୁମେ ସେମାନଙ୍କ ବଂଶଧରମାନଙ୍କୁ ପୃଥିବୀରୁ ବିନାଶ, କରିବ ତୁମେ ସେମାନଙ୍କ ସନ୍ତାନ ସନ୍ତତିଙ୍କୁ ମନୁଷ୍ୟପୁତ୍ରମାନଙ୍କ ମଧ୍ୟରୁ ଧ୍ୱଂସ। କରନ୍ତି ସେମାନେ ଯଦିଓ ତୁମ ବିରୁଦ୍ଧେ ଅନିଷ୍ଟର ଆୟୋଜନ, କିମ୍ବା କରନ୍ତି ପରିକଳ୍ପନା ତୁମ ବିପକ୍ଷେ କୁକାର୍ଯ୍ୟର, ତଥାପି ହେବେ ନାହିଁ ସେମାନେ ଜୟଯୁକ୍ତ। କାରଣ କରାଇବ ତୁମେ ସେମାନଙ୍କୁ ପଳାୟନ, କରିବ ସେମାନେ ସେମାନଙ୍କ ଦିଗେ ତୁମ ଧନୁକୁ ଲକ୍ଷ୍ୟ। ହେ ପ୍ରଭୁ, ହୁଅ ତୁମେ ତବ ଶକ୍ତିରେ ମହିମାନିତ, କରିବୁ ଆମେ ତୁମ ପରାକ୍ରମ ସମ୍ବନ୍ଧେ ପ୍ରଶଂସା ଗାନ। ଅଧ୍ୟାୟ 22। ବ୍ୟକ୍ତିଗତ ବିଳାପ ଗୀତି। ଈଶ୍ୱର ମୋର, ହେ ଈଶ୍ୱର ମୋର, କରିଅଛ କାହିଁକି ତୁମେ ମୋତେ ପରିତ୍ୟାଗ? ମୋତେ ସାହାଯ୍ୟ ନ କରି, ଆର୍ତ୍ତନାଦ ମୋର ନ ଶୁଣି, ହୋଇଅଛ କାହିଁକି ତୁମେ ସୁଦୂରେ ଦଣ୍ଡାୟମାନ? ହେ ପ୍ରଭୁ ମୋର, କରେ ମୁଁ ଦିନ ତମାମ କ୍ରନ୍ଦନ, କିନ୍ତୁ କରୁନାହଁ ତୁମେ ପ୍ରାର୍ଥନା ମୋର ଶ୍ରବଣ। ଡାକି ସାରା ରାତି କରେ ମୁଁ ନିବେଦନ, କିନ୍ତୁ ପାଏ ନାହିଁ ମୁଁ କୌଣସି ଆଶ୍ୱାସନ। ତଥାପି ଅଟ ତୁମେ ପବିତ୍ର ପାବନ, ଇସ୍ରାଏଲର ପ୍ରଶଂସା ଯୋଗ୍ୟ ସିଂହାସନରେ ଆସୀନ। କଲେ ଆମ ପିତୃପୁରୁଷ ବୃନ୍ଦ ତୁମଠାରେ ବିଶ୍ୱାସ ସ୍ଥାପନ, ତୁମଠାରେ ଶରଣାଗତ ସେମାନେ, ଓ କଲ ପ୍ରଦାନ ତୁମେ ସେମାନଙ୍କୁ ମୋଚନ। କଲେ ତୁମ ନିକଟରେ ସେମାନେ କ୍ରନ୍ଦନ ଏବଂ ହେଲେ ମୁକ୍ତ, ତୁମଠାରେ ଶରଣାଗତ ସେମାନେ ଏବଂ ହେଲେ ନାହିଁ ନିରୁତ୍ସାହିତ। କିନ୍ତୁ ନୁହେଁ ମୁଁ ମନୁଷ୍ୟ, ବରଂ କୀଟ ମାତ୍ର, ମନୁଷ୍ୟମାନଙ୍କ ଘୃଣାର ବିଷୟ, ଅଜନତାର ଅବମାନନା ପାତ୍ର। କରନ୍ତି ମୋର ସମସ୍ତ ସନ୍ଧାନକାରୀ ମୋତେ ଉପହାସ, କରନ୍ତି ସେମାନେ ମୋ ବିରୁଦ୍ଧେ ମୁଖ ବିକୃତ ଓ ମସ୍ତକ ଦଳନ। କହନ୍ତି ସେମାନେ, ଥିଲା ସେ ପ୍ରଭୁଙ୍କଠାରେ ଶରଣାଗତ, କରନ୍ତୁ ସେ ତାଙ୍କୁ ବିମୋଚିତ, କରନ୍ତୁ ସେ ତାକୁ ମୁକ୍ତ, କାରଣ ତାଠାରେ ଅଟନ୍ତି ସେ ସନ୍ତୁଷ୍ଟ। ତଥାପି ଅଟ ତୁମେ ସେ, କଲେ ଯିଏ ମୋତେ ମାତୃଗର୍ଭରୁ ବାହାର, କଲ ତୁମେ ମୋତେ ମାତୃବକ୍ଷେ ସୁରକ୍ଷିତ। ହୋଇଥିଲି ମୁଁ ଜନ୍ମଦିନଠାରୁ ତୁମ ହସ୍ତେ ସମର୍ପିତ, ଯେ ଦିନୁ କଲା ଜନନୀ ମୋତେ ଗର୍ଭରେ ଧାରଣ, ସେହି ଦିନୁ ଅଟ ତୁମେ ଈଶ୍ୱର ମୋର। ହୁଅ ନାହିଁ ମୋ ଠାରୁ ସୁଦୂରବର୍ତ୍ତୀ, କାରଣ ବିପଦ ନିକଟବର୍ତ୍ତୀ ଓ ସାହାଯ୍ୟାର୍ଥେ ନାହିଁ କେହି।
କରନ୍ତି ମୋତେ ଅନେକେ ବୃଷ ପରିବେଷ୍ଟନ, ବାସାନର ଶକ୍ତିଶାଳୀ ବୃଷ ସମୂହ କରନ୍ତି ମୋତେ ବେଷ୍ଟନ। କ୍ଷୁଧାର୍ତ ତଥା ଗର୍ଜନକାରୀ ସିଂହ ସଦୃଶ କରନ୍ତି ସେମାନେ ମୋ ଅଭିମୁଖେ ମୁଖ ଉନ୍ମୁକ୍ତ। ଜଳ ସଦୃଶ ମୁଁ ଅଜାଡ଼ିତ, ଅସ୍ଥିପୁଞ୍ଜ ମୋର ସନ୍ଧିଚ୍ୟୁତ। ହୃଦୟ ମମ ମହମ ସଦୃଶ, ହୁଏ ତାହା ମୋ ଅନ୍ତରେ ଦ୍ରବୀଭୂତ। ମୋର ଶକ୍ତି ଖପରା ତୁଲ୍ୟ ଶୁଷ୍କ, ଜିହ୍ୱା ମୋର ତାଳୁ ସହ ସଂଯୁକ୍ତ। କରିଅଛ ତୁମେ ମୋତେ ମୃତ୍ୟୁର ଧୂଳିରେ ପରିତ୍ୟକ୍ତ। କରନ୍ତି ମୋତେ ଶ୍ୱାନ ସମୂହ ପରିବେଷ୍ଟନ, କରିଛନ୍ତି ବିଦ୍ଧ ସେମାନେ ହସ୍ତ ତଥା ପାଦଦ୍ୱୟ ମୋର। କରିପାରିବି ମୁଁ ଗଣନା ସମସ୍ତ ଅସ୍ଥିକୁ ମୋର, କରନ୍ତି ସେମାନେ ମୋତେ ସତୃଷ୍ଣ ନୟନରେ ନିରୀକ୍ଷଣ। ପରସ୍ପର ମଧ୍ୟେ କରନ୍ତି ସେମାନେ ବସ୍ତ୍ର ମୋର ବିଭକ୍ତ, ମୋର ପୋଷାକ ପାଇଁ ହେଲା ସେମାନଙ୍କ ମଧ୍ୟେ ଗୁଲି ବାଣ୍ଟ। ହେ ପ୍ରଭୁ, ହୁଅ ନାହିଁ ତୁମେ ମୋ ଠାରୁ ଦୂର, ତୁମେ ହେ ସହାୟକ ମୋର ସାହାଯ୍ୟ କରିବା ପାଇଁ ମୋତେ ତୁମ ହୁଅ ସତର। କର ମୋର ଆତ୍ମାକୁ ଖଡ଼୍ଗରୁ ମୁକ୍ତ, ଶ୍ୱାନ ମୁଖରୁ କର ମୋ ଜୀବନକୁ ବିମୋଚିତ। କର ସିଂହ କବଳରୁ ମୋତେ ବିମୋଚିତ, କ୍ଷତ ବିକ୍ଷତ ଯେ ମୁଁ, କର ମୋତେ ବନ୍ୟ ବଳଦ ସମୂହର ଶିଙ୍ଗରୁ ମୁକ୍ତ। କରିବି ମୁଁ ତବ ନାମ ଭ୍ରାତାଗଣ ମଧ୍ୟେ ବିଜ୍ଞାପନ, ଜନମଣ୍ଡଳୀ ମଧ୍ୟ କରିବି ମୁଁ ତୁମ ପ୍ରଶଂସା ଗାନ। ପ୍ରଭୁଙ୍କ ପ୍ରତି ହେ ଭୟଭକ୍ତି ପ୍ରଦର୍ଶନକାରୀ, କର ତାହାଙ୍କର ପ୍ରଶଂସା ଗାନ। ଯାକୋବଙ୍କ ହେ ସନ୍ତାନ ଗଣ, କର ତାହାଙ୍କୁ ଗୌରବାନ୍ୱିତ। ଇସ୍ରାଏଲର ହେ ସନ୍ତାନ ଗଣ, ହୁଅ ତାହାଙ୍କ ସନ୍ନିଧେ ଭୟପୂର୍ବକ ଦଣ୍ଡାୟମାନ। କରି ନାହାନ୍ତି ସେ ପୀଡ଼ିତର ଯାତନାକୁ ଅବହେଳା କି ହେୟ ଜ୍ଞାନ, କରି ନାହାନ୍ତି ସେ ତା ଠାରୁ ତାହାଙ୍କ ମୁଖ ଗୋପନ, ବରଂ ତାର ନିବେଦନ କଲେ ସେ ଶ୍ରବଣ। ମହାଜନ ମଣ୍ଡଳୀ ସମ୍ମୁଖେ ହୁଏ ମୋ ପ୍ରଶଂସା ତୁମଠାରୁ ଆଗତ, ତାହାଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନକାରଙ୍କ ମାନଙ୍କ ସମ୍ମୁଖରେ କରିବି ମୁଁ ପାଳନ ମୋର ବ୍ରତ। ଭଜନ କରି ନିର୍ଦ୍ଧନ ଗଣ ହେବେ ପରିତୃପ୍ତ, କରନ୍ତି ଯେଉଁମାନେ ପ୍ରଭୁଙ୍କର ଅନ୍ୱେଷଣ, କରିବେ ସେମାନେ ତାହାଙ୍କର ପ୍ରଶଂସା ଗାନ। ଚିରକାଳ ବ୍ୟାପୀ ତୁମେମାନେ ହୁଅ ସଞ୍ଜୀବିତ। ହେବେ ପ୍ରଭୁଙ୍କୁ ଅନୁସ୍ମୃତ ପୃଥିବୀର ସମସ୍ତ ସୀମା ସରହଦ, ହେବ ତାହା ପ୍ରଭୁଙ୍କ ସନ୍ନିଧାନରୁ ପରିବର୍ତ୍ତିତ। ତାହାଙ୍କ ସନ୍ନିଧାନେ କରିବେ ଜାତି ସମୂହର ସମସ୍ତ ପରିବାର ବର୍ଗ ପ୍ରଣିପାତ। କାରଣ ପ୍ରଭୁଙ୍କର ହିଁ କର୍ତ୍ତୃତ୍ୱ, କରନ୍ତି ସେ ଜାତି ସମୂହ ଉପରେ ରାଜତ୍ୱ। କରିବେ ପ୍ରଣିପାତ ତାହାଙ୍କ ସମ୍ମୁଖରେ ପୃଥିବୀବାସୀ ସମସ୍ତ ଅହଙ୍କାରୀ। ଯାଆନ୍ତି ଯେଉଁମାନେ ଧୂଳି ମଧ୍ୟକୁ ଅବତରି ଓ ନିଜକୁ ସଞ୍ଜୀବିତ କରିବା ପାଇଁ ଯେଉଁମାନେ ଅକ୍ଷମ, କରିବେ ତାହାଙ୍କ ସନ୍ନିଧାରେ ସେମାନେ ସମସ୍ତେ ପ୍ରଣିପାତ। ସେମାନଙ୍କ ବଂଶଧରଗଣ କରିବେ ତାହାଙ୍କ ସେବା କାର୍ଯ୍ୟ, କରିବେ ସେମାନେ ପ୍ରଭୁଙ୍କୁ ଆଗାମୀ ବଂଶ ସକଳ ନିକଟରେ ବିଜ୍ଞାପିତ। ହୋଇନାହାନ୍ତି ଯେଉଁମାନେ ଅଦ୍ୟାବଧି ଜାତ, ସେମାନଙ୍କ ମଧ୍ୟରେ କରିବେ ସେମାନେ ଏହା ବିଜ୍ଞାପନ, ପରିତ୍ରାଣ ପ୍ରଭୁଙ୍କ ଦ୍ୱାରା ସମ୍ପାଦିତ। ଅଧ୍ୟାୟ 23। ଭରସା ସୂଚକ ପ୍ରାର୍ଥନା। ଅଟନ୍ତି ପ୍ରଭୁ ମେଷପାଳକ ମମ, ଅଭାବ କୌଣସି ରହିବ ନାହିଁ ମୋର। କରାନ୍ତି ସେ ମୋତେ ସବୁଜ ଚାରଣ ଭୂମିରେ ଶାୟିତ, ନିଶ୍ଚଳ ଜଳ ପାର୍ଶ୍ୱକୁ କରନ୍ତି ସେ ମୋତେ ଆନୀତ। କରନ୍ତି ସେ ପୁନରାୟ ସଚେତ ମୋର ଜୀବନ, ନୀତିନିଷ୍ଠ ପଥ ଦେଇ କରନ୍ତି ସେ ମୋତେ
ତାହାଙ୍କ ନାମ ସକାଶେ ଆନୟନ। ଯଦିଓ ମୃତ୍ୟୁର ଛାୟା ପତିତ ଉପତ୍ୟକା ଦେଇ କରେ ମୁଁ ବିଚରଣ, ତଥାପି ଯେହେତୁ ସେ ମୋର ସହବର୍ତ୍ତୀ, ସେହେତୁ ହୁଏ ନାହିଁ ମୁଁ ଭୟଭୀତ। ପାଞ୍ଚଣ ତଥା ଦଣ୍ଡ ତୁମର ଦିଏ ମୋତେ ଆଶ୍ୱାସନ। କରିଅଛ ମୋ ନିମନ୍ତେ ମୋ ଶତ୍ରୁ ଦଳ ସମ୍ମୁଖେ ଭୋଜି ପ୍ରସ୍ତୁତ। କରୁଅଛ ମୋର ମସ୍ତକକୁ ତୈଳେ ଅଭିଷିକ୍ତ। ହୁଏ ପାନପାତ୍ର ମୋର ଉଚ୍ଛ୍ୱସିତ। କରିବ ଆଜୀବନ ମଙ୍ଗଳ ତଥା କରୁଣା। ଅବଶ୍ୟ ମୋର ଅନୁଗମନ କରିବି ମୁଁ ଚିରକାଳ ବ୍ୟାପୀ। ପ୍ରଭୁଙ୍କ ଆଳୟ ମଧ୍ୟରେ ବସତି ସ୍ଥାପନ।